ବୁଦ୍ଧି ହୋଇବ ଲୋଭେ ଗ୍ରାସ, ସ୍ୱଭାବେ ଅଳପ ଆୟୁଷ। ଦୁର୍ଭଗା ହୋଇବେ ସକଳେ, ଏହା ଜାଣିଲେ ଯୁଗ ବଳେ। ବ୍ରାହ୍ମଣ ଆଦି ଚାରି ବର୍ଣ୍ଣେ, କଳି ବଞ୍ଚିବେ ଯେଉଁ ଧମେ। ବେଦ ଉଚିତ ଶୁଦ୍ଧ କର୍ମ, ଆଶ୍ରମେ ଭିନ୍ନ ଭିନ୍ନ ଧର୍ମ। ମାନେ ବ୍ୟାସମୁନି କହୁଥିଲେ ମଣିଷ ଲୋଭୀ ହେବେ, ତାଙ୍କର ବୁଦ୍ଧି ଲୋଭରେ ଖାଇଯିବ। ଏପରି ଲୋଭୀ ମଣିଷଙ୍କର ଆୟୁଷ ଅଳ୍ପ ହୁଏ। ସେ ଏହା ଜାଣିଥିଲେ ଯେ ଯଦି ଲୋକ ଯୋଗ, ଧ୍ୟାନ ଓ ସତ୍ୟର ନିଷ୍ଠା ରଖନ୍ତି ତେବେ ସେମାନେ ଦୁର୍ଭାଗ୍ୟରୁ ବଞ୍ଚିପାରିବେ। ବ୍ୟାସମୁନି କହୁଥିଲେ ବ୍ରାହ୍ମଣ ଓ ଚାରି ବର୍ଣ୍ଣର ଲୋକ ଯଦି ନିଜ ଧର୍ମରେ ନିଷ୍ଠା ରଖନ୍ତି ତେବେ କଳିଯୁଗର କଷ୍ଟରୁ ସେମାନେ ବଞ୍ଚିବେ। ଏହା ପାଇଁ ସମୟ ସହିତ ବେଦ ଅନୁସାରେ ଶୁଦ୍ଧ କାର୍ଯ୍ୟ କରିବା ଦରକାର। ତାପରେ କହିଲେ ଆଶ୍ରମରେ ପ୍ରତ୍ୟେକର ଭିନ୍ନ ଓ କର୍ମ ଓ ଧର୍ମ ଅଛି। ବ୍ରହ୍ମଚର୍ଯ୍ୟ ଓ ବନ୍ଧୁଚର୍ଯ୍ୟ, ଗୃହସ୍ଥ ଓ ସନ୍ନ୍ୟାସରେ ସମ୍ମାନିତ ଭିନ୍ନ କାର୍ଯ୍ୟ ଅଛି।